କଳାହାଣ୍ଡି ଜିଲ୍ଲାରେ ବହୁ ଚାଷୀ ବର୍ତ୍ତମାନ ଧାନ କାଟି ସାରିଲେଣି। ଗତ ନଭେମ୍ବର 29ରେ ମଣ୍ଡି ଖୋଲିଥିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏବେ ମଧ୍ୟ ଅଧିକାଂଶ ବ୍ଲକରେ ମଣ୍ଡି ଖୋଲି ନଥିବା ବେଳେ ବହୁ ଚାଷୀଙ୍କର ଟୋକନ ଆସିନାହିଁ। ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଗତ ନଭେମ୍ବର 29 ତାରିଖରୁ ମଣ୍ଡି ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ, ହେଲେ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନରେ ମଣ୍ଡିରେ ଏବେ ବି ତାଲା ଝୁଲୁଛି। ଜୟପାଟଣା ବ୍ଲକରେ ବହୁ ପଞ୍ଜୀକୃତ ଚାଷୀଙ୍କର ପାଖକୁ ଟୋକନ ଆସିଥିବା ଅଭିଯୋଗ ଆସିଛି। ଆଉ ଯେଉଁମାନଙ୍କ ପାଖକୁ ଟୋକନ ଆସିଛି ସେମାନଙ୍କର ଦିନ ବିତୁଛି ମଣ୍ଡିରେ। ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିକୁ ଧାନ ନେଇ ହଟହଟା ହେଉଛନ୍ତି। ଦିନ ରାତି ଜଗି ରହିଛି। ଖଳାରେ ଧାନ ଗଦା ହେଉଛି। ଶୀତ କାକର ସହିତ ଚାଷୀ ନିଜ ଫସଲକୁ ଜଗି ବସିଛି। ନା ଘରକୁ ନେଇ ପାରୁଛି ନା ମଣ୍ଡିକୁ। କୋକସରାରେ ମଣ୍ଡି ଖୋଲି ବିତିଲାଣି 11 ଦିନରୁ ଅଧିକ, ହେଲେ ନା ଟୋକନ ଆସୁଛି ନା ଆସୁଛନ୍ତି ମିଲର୍ସ ପ୍ୟାକ୍ କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ବି କାହାର ଦେଖା ନାହିଁ। ତେଣୁ ମୁଖ୍ୟ ଗୁଡିକ ଆରଏମସି ର ଅଧୀନରେ ଥିବା କୋକସରା ବ୍ଲକରେ 6ଟି ପ୍ୟାକ୍ସ ରହିଛି। ପ୍ୟାକ୍ସ ଗୁଡିକ ଅଧୀନରେ ଅଛି ମୋଟ 23ଟି ଧାନ ମଣ୍ଡି ଓ 7ଟି ଉପମଣ୍ଡି। ଚଳିତ ବର୍ଷ 6ଟି ପ୍ୟାକ୍ସ ଓ ଗୋଟିଏ ମାତ୍ର ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣିବାର ସୂଚନା ରହିଛି। ଏଥିପାଇଁ ବ୍ଲକରେ ମୋଟ 13,106 ଜଣ ଚାଷୀ ଖରିଫ ଧାନ ବିକିବା ନିମନ୍ତେ ପଞ୍ଜୀକରଣ କରିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।